ପାଞ୍ଚଟି ଲୋକରୁ ଦୁଇଟି ଆମେ ଜୀବିତ ଉଦ୍ଧାର କରିଥିଲୁ, ତାଙ୍କୁ ଦେଇଥିଲୁ ଆମ୍ବୁଲାନ୍ସ ଦ୍ୱାରା ପଠାଇଥିଲୁ। ଆଉ ତିନୋଟି ଡେଡ୍ ବଡ଼ିକି ମଧ୍ୟ ଆମ୍ବୁଲାନ୍ସକୁ ଦେଇ ଆମେ ମେଡ଼ିକାଲ ଆମେ ଷ୍ଟ୍ରେଚର ସାଙ୍ଗରେ ଆମ୍ବୁଲାନ୍ସ ପଠାଇଥିଲା। ମୋ ଭଉଣୀ ଶିଖେଇବା ଦରକାର, ମୋ ବାପା ମା ତ ମରିଗଲେ ହେଲା, ମୋ ଡ୍ରାଇଭର ଭାଇ ବି ମରିଗଲା ହେଲା। ମୁଁ ଆଉ କିଛି କହିବା ପାଇଁ ଚାହୁଁନି, ଆପଣ ବାଟରେ ଆମର ଅଟୋରେ ଭାଇ ଥିଲେ ମୋ ମା ବାପା ଆଉ ମୋ ନାନୀ ମୋ ଭଣଜା ଆଉ ଡ୍ରାଇଭର ଭାଇ, ଏତିକି ଆଉ କେହି ନା। କାରାନ୍ଦା ଆଉଥିଲେ ଘରକୁ, ମୋ ବାପା ମେଡ଼ିକାଲରେ ପଡ଼ିଥିଲେ, ସେଇ ଯୋଗୁଁ ମୋ ବାପାକୁ ଦେଖି ଯାଇଥିଲେ, ଦେଖିକିନି ଘରକୁ ଫେରୁଥିଲେ, ଫେରିକିନି ସେ ଯାଉଥିଲେ ଯେ ଏଇଭଳିଆ ଘଟଣା ଏମିତି ହେଇଛି। କ'ଣ ହେଇଥିଲା? ଆପଣ ଆସିଥିଲେ କାହିଁରେ ଆସିଥିଲେ? କ'ଣ ଘଟିଲା? ନରସିଂହପୁର ଆସିଥିଲୁ କାର୍ରେ, ମୁଁ ଶୋଇଥିଲି, ମୁଁ ଜାଣିନି କ'ଣ ହେଇଛି। ମୁଁ ସେନ୍ସ କଲା ବେଳକୁ ମୋତେ ଆମ୍ବୁଲାନ୍ସରେ ଆଣାହେଉଛି, ଆଉ କିଛି ଜାଣିନି। ଆପଣ ଗାଡ଼ିରେ କେତେ ଜଣ ଥିଲେ? ଆମେ 2 ଜଣ ଥିଲୁ। ଆଉ ଆପଣଙ୍କର ସାଙ୍ଗରେ କିଏ ଥିଲେ? ଡ୍ରାଇଭର ଥିଲେ। ସେ ତାର ଅବସ୍ଥା କ'ଣ ଅଛି? ମୁଁ ଦେଖିନି କି ଜାଣିନି ଆଜ୍ଞା, ମୋର ତ ଅବସ୍ଥା ଭଲ ନାହିଁ। ମୋତେ ଉଠେଇ ଜାଣିକି ଗାଡ଼ିରେ ବସେଇଲେ। ଦୁର୍ଘଟଣାଟା କେମିତି ହେଲା? ମୁଁ କେମିତି ଜାଣିଲି ଆଜ୍ଞା? ମୋ ହୋସ୍ ଆସିଲା ବେଳକୁ ମୁଁ ତ ଆମ୍ବୁଲାନ୍ସରେ, ମୁଁ ଦେଖିନି, ଜାଣିପାରିନଥିଲି। ଯଦି ପ୍ରତ୍ୟେକ ଦର୍ଶୀ ଯିଏ ଜାଣିଥିବ ଯାହା ଆଉ। ଆପଣଙ୍କର କ'ଣ ହେଇଛି? ମୋର ଏଇ ଛାତିଟା କଙ୍କାଳଟା ମାଡ଼ ହେଇଛି, ନିଶ୍ୱାସ ନେବାକୁ। ଅନୁଗୁଳ କ'ଣ କାମରେ ଆସିଥିଲେ? ମୁଁ ଆସିଥିଲି ମେସିନ୍ ନେବାକୁ। ହୋସ୍ ଆସିଲା ପରେ କ'ଣ ଜାଣିଲେ? ମୁଁ ଆମ୍ବୁଲାନ୍ସରେ ମୋତେ ଉଠେଇଛି। ଆପଣଙ୍କ ପରିଚୟ? ସାର୍ ମୁଁ ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର କୁମୁଲ ସାମଲ, ଅନୁଗୁଳ ଫାୟାର ଷ୍ଟେସନରେ ବର୍ତ୍ତମାନ କାର୍ଯ୍ୟରତ। ଯେଉଁ ଖଣ୍ଡଗତା ପାଖରେ ଯେଉଁ ଆକ୍ସିଡେଣ୍ଟ ହେଇଥିଲା, ଗୋଟେ କାର୍ ଉପରେ କାର୍ ଅଟୋକୁ ବାଡ଼େଇଥିଲା, ତାପରେ ବିଲମାଳ ପଡ଼ିଥିଲା। ମୁଁ ଖବର ପାଇ ଆମର ଟିମ୍କୁ ଧନ୍ୟ ଯାଇଥିଲି। ଆମେ ବହୁତ ପରିଶ୍ରମ କରି ଆମର ଗାଡ଼ି ଏବଂ ଆମର ହାଇୱାର ଗାଡ଼ିରେ ଆମେ ତାକୁ ଟଣା ହେଇଥିଲା। ତେଣୁ ଆମେ ତିନୋଟି ଚାପି ରହିଥିଲେ 5ଟି ଲୋକରୁ 2ଟି ଆମେ ଜୀବିତ ଉଦ୍ଧାର କରିଥିଲୁ, ତାଙ୍କୁ ଦେଇଥିଲୁ ଆମ୍ବୁଲାନ୍ସ ଦ୍ୱାରା ପଠାଇଥିଲୁ। ଆଉ 3ଟି ଡେଡ୍ ବଡ଼ିକି ମଧ୍ୟ ଆମ୍ବୁଲାନ୍ସକୁ ଦେଇ ଆମେ ମେଡ଼ିକାଲ ଆମେ ଷ୍ଟ୍ରେଚର ସାଙ୍ଗରେ ଆମ୍ବୁଲାନ୍ସ ପଠାଇଥିଲା। ତେଣୁ ବର୍ତ୍ତମାନ ଆମେ ସେ ଷ୍ଟ୍ରେଚରକୁ ନେବା ପାଇଁ ଆସିଥିଲୁ। କେତେବେଳେ ଘଟଣା ସାର୍ ଘଟିଲା? ଜଣ ଖବର ପାଇଲେ ଆପଣମାନେ କେତେ? ଭାଇ ଆମର ପାୱାର ଟ୍ରାକ୍ ଫାକ୍ ଯେତିକି ଆମର ସବୁ କଟକ ନେଇଥିଲୁ, କାହିଁକି ଯେହେତୁ ଗାଡ଼ି ଉପରେ 2ଟା ମାଡ଼ ହେଇଛି ବୋଲି ଆମେ ଖବର ପାଇଲୁ ଯେ ଆକ୍ସିଡେଣ୍ଟ ହେଇଛି। ତେଣୁ ଗାଡ଼ିରେ କୌଣସି କଟା ହେବ ବୋଲି ଆମେ ସେଇ ହିସାବରେ ପାୱାର ପ୍ୟାକ୍ ସହିତ ମୋର ମ୍ୟାନ୍ ପାରେ ମୁଁ ଧରି ମୋର ଷ୍ଟାଫ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲି। ଘଟଣାସ୍ଥଳରେ ପହଞ୍ଚି ଦେଖିଲି ଯେ ବିଲମାଳରେ ପଡ଼ିଯାଇ ମାନେ ଗୋଟେ ଅଟୋକୁ ବାଡ଼େଇ କାର୍ ଉପରେ ପଳେଇଛି, କିନ୍ତୁ କାର୍ରୁ ଜଣେ ଗଲାବେଳକୁ ସେ ନାହାନ୍ତି ଦେଖିବ। ଅଟୋଟି ସମ୍ପୂର୍ଣ୍ଣ ଅଟୋ ଉପରେ ସେ କାର୍ ମାଡ଼ି ବସିଥିଲା। ତେଣୁ ତାକୁ ଆମର ଲୋକ ପ୍ଲସ୍ ସ୍ଥାନୀୟ ଲୋକଙ୍କ ସହିତ ମିଳିତରେ ସେ ଗାଡ଼ି ଦ୍ୱାରା ଉଦ୍ଧାର କଲୁ ଏବଂ ସେ ଅଟୋରୁ ଆମେ ଆମ୍ବୁଲାନ୍ସ ଏବଂ ଥାନା ଆମର ସବ୍ ଇନ୍ସପେକ୍ଟରଙ୍କ ଜରିଆରେ ତାଙ୍କୁ ଆମେ ସ୍ଥାନ କରିଛୁ ମେଡ଼ିକାଲ। କାର୍ 2 ଜଣ ସେ ଅଟୋରେ 5 ଜଣ ତାଙ୍କର ଯେଉଁ ଲୋକ ଯାଇଥିଲା ବୁଝିଲୁ। ଫାଇନାଲ୍ ହେଲା ପରେ ଆମେ ସେ ସ୍ପଟ୍ ଛାଡ଼ିଲୁ। ସେହି ସମୟରେ ବର୍ଷା ବି ହେଉଥିଲା, ତେଣୁ ଆମେ ସମସ୍ତଙ୍କୁ ଉଦ୍ଧାର ହେଲା। ଆମେ ସବୁ ପରିଶ୍ରମ କରି ଯାହା ହଉ ବିଲ ମାଳକୁ ଆମେ ବିଲର ପାଣି ଥିଲା, ତାପରେ 5 ଜଣରୁ 3 ଜଣଙ୍କୁ ଡେଡ୍ ବଡ଼ି ଆମେ ଦେଇଥିଲୁ, ଆଉ 2 ଜଣ